श्रोताबंधु साहित्य संस्कृति चिंतन यूट्यूब चैनल को आपण मानकु मु स्वागत करुच्ची। आम समयर जड़े संवेदनशील कथाकार कवि बसंत माझी को आज आम शुणा तांकर एक सुंदर कहानी आम पाखे अच्छी जार शीर्षक हेउची एक परीर कहानी। गाल्पिक बसंत माझी। अबेଳରେ ବୋଉ ଚାଲିଯିବା ପରେ ବାପାଙ୍କ ଛାତିରେ ମୁହଁ ଜାକି ଶୋଇବା ମୋର ନୀତିଦିନିଆ ଘଟଣା ହୋଇ ଉଠିଥିଲା। ବାପା ବୁଝିପାରୁଥିଲେ ମୋର ଅସହାୟ ଏକ ଖୋଜିବା ପଣକୁ। ନିଦ ମାଉସୀ କୋଳକୁ ମୋତେ ସଉଁପି ଦେବା ପାଇଁ ଅଧିକାଂଶ ରାତିରେ ଦୀର୍ଘ ସମୟ ଧରି ଗପ ଶୁଣାଉଥିଲେ। ସେ ଗପର ମର୍ମାର୍ଥ ନ ବୁଝିଲେ ବି ହୁଁ ହୁଁ ମାରୁ ମାରୁ କେତେବେଳେ ଶୋଇଯାଇଥାଏ ତାହା ମୋତେ ଜଣାପଡ଼େ ନାହିଁ। ଆଖି ଛୁଇଁ କହୁଛି, ବାପା ହେଉଛନ୍ତି ଗପର ଅସରନ୍ତି ପିଢ଼ି। ତାଙ୍କ ଜିଭ ଅଗ୍ରଭାଗରେ ଜାତି ଜାତିକା ଗପ ଯେପରି ସାଇତା ହୋଇ ରହିଛି। ଏସବୁ ଗପ ସିଏ କେମିତି ଓ କେଉଁଠୁ ସଂଗ୍ରହ କରିଛନ୍ତି ସେ କଥା କେହି ପଚାରିଲେ ମୁଁ ଏହାର ନିର୍ଦ୍ଦିଷ୍ଟ ଉତ୍ତର ଦେଇପାରିବିନି। ରାତି ପାହିଲେ ମୋ ଜନ୍ମଦିନ। ବାପା ବଜାରରୁ ମୋ ପାଇଁ ଆଣିଥିଲେ ହଳେ ନୂଆ ଜାମା ପ୍ୟାଣ୍ଟ। କେମିତି ଏ ରାତି ପାହିବ? ଟୁବି ଗାଡ଼ିଆରେ ବୁଡ଼ ମାରି ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧି ଗାଁ ସାଙ୍ଗମାନଙ୍କ ପାଖରେ ଚକ୍କର କାଟିବି, ଏଇ ଚିନ୍ତାରେ ଆଖିରୁ ନିଦ ହଜି ଯାଇଥିଲା। ପାଖରେ ଶୋଇଥିବା ବାପା ପଚାରି ଉଠିଲେ, କିରେ ଏଯାଏଁ ତ ଆଖିକୁ ନିଦ ଆସିନି, ଶୀଘ୍ର ଶୋଇପଡ଼। ଆସନ୍ତାକାଲି ତୋର ପୁରା ଜନ୍ମଦିନ, ପରୀ ଆସିବ ଜନ୍ମଦିନର ଉପହାର ନେଇ। ତୁମେ ସତ କହୁଛ ବାପା, ପରୀ ଆସିବ? ବାପା କ'ଣ ତା ସୁନା ପୁଅକୁ ମିଛ କହେ? ନା, ହେଲେ ପରୀ କ'ଣ ଉପହାର ନେଇ ଆସିବ? କ'ଣ ଆଣିବ ତୋ ପାଇଁ ମୋତେ କହିନାହିଁ, ହେଲେ ଜନ୍ମଦିନ ଉପହାର ନେଇ ନିଶ୍ଚିତ ଆସିବ ବୋଲି କହିଛି। ସେଇ ପରୀର ଗପ ମୋତେ କୁହ ବାପା, ମୁଁ ଶୁଣିବି। ତାପରେ ଆଖି ବନ୍ଦ କରି ଶୋଇଯିବି। ବାପା ତାଙ୍କର ସ୍ୱଭାବ ସୁଲଭ ଢଙ୍ଗରେ ଗପ ଆରମ୍ଭ କଲେ। ଆମ ଘରଠାରୁ ଆଖି ପାଉନଥିବା ଦୂରତାରେ ସରଗପୁର ବୋଲି ଏକ ସୁନ୍ଦର ସ୍ଥାନଟିଏ ରହିଛି। ସେଇ ସୁନ୍ଦରତମ ଇଲାକାରେ କେବଳ ପରୀମାନେ ରହନ୍ତି। ଦିନେ ଜଣେ ପରୀ ତତେ କୋଳରେ ଧରି ଆମ ଘରେ ପହଞ୍ଚିଲା। ତାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି। ସେ ମିଠା ମିଠା ହସ ଖେଳେଇ ମୋତେ କହିଲା, ମୁଁ ସରଗପୁରରୁ ଏଇ କଅଁଳ ଶିଶୁକୁ ନେଇ ଆସିଛି। ତୁମେ ଟିକେ ତାକୁ ଜଗି ରୁହ, ମୁଁ ଖୁବ୍ ଶୀଘ୍ର ଆସିଯିବି। ମୁଁ ତତେ ସେଇଦିନୁ ଜଗି ରହିଛି। ତାକୁ ମୁଁ ଜହ୍ନ ରାତିରେ ଖୋଜୁଛି, କାଳେ ବାଟ ଭୁଲି ଯାଇଥିବ ବୋଲି। ସେଦିନ ରାତିରେ ତୁ ଶୋଇଗଲା ପରେ ସେ ଆସିଥିଲା। କହିଯାଇଛି ସୁନା ପୁଅର ପ୍ରତିଟି ଜନ୍ମଦିନରେ ଉପହାର ନେଇ ଆସିବ। ଦେଖିବୁରେ ଧନ, କାଲି ସେ ନିଶ୍ଚିତ ଆସିବ। ହେଲେ ତାଙ୍କୁ ଆମ ଘରର ଠିକଣା କହିଛଟି? ନହେଲେ ବାଟ ଭୁଲିଯିବ ସେ। ବାଟ ଭୁଲିବ କେମିତି? ସିଏ ପରା ତୋତେ ଦେଖିବା ପାଇଁ ଆଗରୁ ଆସିଛି। ତୋ ପାଇଁ ସୁନ୍ଦର ସୁନ୍ଦର ଉପହାର ଦେଇଛି। କାଇଁ ମୁଁ ପରୀର ଉପହାର ଦେଖିପାରୁନି? ତାକୁ ତୁମେ କେଉଁଠି ଲୁଚେଇ ରଖିଛ ବାପା? ମୁଁ ଲୁଚେଇ ରଖିବି କାହିଁକି? ସେଗୁଡ଼ିକ ପରା ତୋ ପାଖରେ ରହିଛି। କାଇଁ କାଇଁ ସେ ଉପହାର ଗୁଡ଼ିକ କ'ଣ ଯେ ମୁଁ ଦେଖି ତ ପାରୁନି। ତତେ ଯେଉଁଦିନ ସରଗପୁରରୁ ନେଇକି ଆସିଲା, ମୋତେ କହିଲା ସୁନା ପୁଅ ପାଇଁ ଗୋଟେ ସୁନ୍ଦର ଉପହାର ଆଣିଛି, ତାକୁ ଦେବି। ସେ ଉପହାରରେ ତୁମେ ବି ଖୁସି ହେବ। ତାକୁ ପଚାରିଲି ସେ ଉପହାରଟି କ'ଣ? ସେ ଅଳ୍ପକେ ହସିଲା। ତୋ ମୁଣ୍ଡ ଉପରେ ହାତ ବୁଲେଇ ଆଣିଲା, ତୋ ଗାଲରେ ସରୁ ଚୁମାଟିଏ ଦେଲା ଏବଂ କହିଲା, ମୁଁ ତାକୁ ପ୍ରଥମେ ଶକ୍ତି ଉପହାର ଦେଲି, ଆଉ ଜନ୍ମଦିନରେ ଆଉ ଏକ ନୂଆ ଉପହାର ଦେବାକୁ ଆସିବି। ତୁ ଏଇ ଶକ୍ତି ଉପହାର ପରୀଠାରୁ ପାଇଲା ପରେ ପ୍ରଥମେ ଗୁରୁଣ୍ଡିବା ଆରମ୍ଭ କଲୁ। କିଛି ଦିନ ଗୁରୁଣ୍ଡିବା ପରେ ଠୁକୁଠୁକୁ ଚାଲି ଶିଖିଲୁ, ବସିବା ଓ ଉଠିବା ଶିଖିଲୁ, କଥା କହିବା ଶିଖିଲୁ। ତାପରେ ଦୌଡ଼ିବା ଶିଖିଲୁ, କଥା କହିବା ଶିଖିଲୁ। ଆଶ୍ଚର୍ଯ୍ୟ, ଏ ଶକ୍ତିର ଉପହାର। ତୋର ଦ୍ୱିତୀୟ ଜନ୍ମଦିନରେ ପୁଣି ଉପହାର ଧରି ପରୀ ଆସିଥିଲା।
ତାକୁ କିଛି କହିବା ପୂର୍ବରୁ ସେ ମୋତେ କହିଲା, ସୁନା ପୁଅକୁ ଉପହାର ଦେଲି ହସ, ଖୁସି, ସୁନ୍ଦରପଣ। ତୋ ହସ ଖୁସିରେ ଆମେ ସମସ୍ତେ ଆନନ୍ଦିତ ହେଲୁ। ତୋ ସୁନ୍ଦରପଣକୁ ସଭିଏ ତାରିଫ କଲେ। ଯେହେତୁ ପରୀ ପୁଅକୁ ସରଗପୁରରୁ ଆଣିଛି, ତେଣୁ ପୁଅଟି କେତେ ସୁନ୍ଦର ହେଇଛି। ଅଝଟପଣ ନାହିଁ, ରାଗରୁଷା ନାହିଁ, ଦୁଷ୍ଟାମି ନାହିଁ। ଏହାପରେ ପରୀ କ'ଣ ଆଉ କିଛି ଉପହାର ଦେଇନାହିଁ ବାପା? ତୋର ତୃତୀୟ ଜନ୍ମଦିନରେ ସେ ବୁଦ୍ଧି ଆଉ ଜ୍ଞାନକୁ ଉପହାର ଭାବରେ ଆଣି ତୋତେ ଦେଇଯାଇଛି, ଯାହା ଫଳରେ ତୁ ସ୍କୁଲ ଯାଇ ଶିକ୍ଷକ ପଢ଼ାଉଥିବା ପାଠକୁ ସହଜରେ ଶିଖିପାରୁଛୁ। ବହିର ଚିତ୍ରକୁ ଦେଖି ଅକ୍ଷରକୁ ଚିହ୍ନି ପଢ଼ି ପାରୁଛୁ। ଏଇ ବୁଦ୍ଧି ଆଉ ଜ୍ଞାନ ବଳରେ ସୁନା ପୁଅ ଅସାଧ୍ୟକୁ ସାଧ୍ୟ କରିପାରିବ ବୋଲି ସେ କହିଯାଇଛି। ଚତୁର୍ଥ ଜନ୍ମଦିବସରେ ଅବ୍ୟବହିତ ପୂର୍ବରୁ ଆସି ସେ ବିଶ୍ୱାସକୁ ଉପହାର ଦେଇଯାଇଛି। ବଡ଼ ମଣିଷ ହେବାର ବିଶ୍ୱାସ ତୋ ମନରେ ସାଇତି ରଖିଲେ ଦିନେ ନିଶ୍ଚୟ ଖୁବ୍ ବଡ଼ ମଣିଷ ହୋଇପାରିବୁ ଏବଂ ପରୀର ଉପହାର କଥା ମନେ ପକାଇ ପାରିବୁ। ଏ ଉପହାର ଖେଳନା କଣ୍ଢେଇ ଠାରୁ କେତେ ଦରକାରୀ। ପଞ୍ଚମ ଜନ୍ମଦିନରେ ତତେ ଦେଇଛି କଳ୍ପନାର ଉପହାର। ଏଇ କଳ୍ପନାରେ ତୁ ସେହି ପରୀକୁ ଆଉ ତା ସରଗପୁରର ଘରକୁ ଦେଖିପାରିବୁ। ଏହା ପଛକୁ ସେ ଯେଉଁ ଉପହାର ଗୋଟିଏ ପରେ ଗୋଟିଏ ଦେବ, ତାର ତାଲିକା ସେ ପ୍ରସ୍ତୁତ କରିଛି। ସେଗୁଡ଼ିକ ହେଉଛି ପ୍ରଜ୍ଞା, ସମ୍ମାନ, ମାନବତା, ସମ୍ବେଦନଶୀଳତା ଇତ୍ୟାଦି। ଏସବୁ ପାଇବା ପରେ ପରୀର ସୁନା ପୁଅ ସତକୁ ସତ ବଡ଼ ମଣିଷ ହେଇଯିବ। ବହୁତ ବଡ଼ ମଣିଷଟେ ହେଇପାରିବ। ବହୁତ ଭଲ କଥା। ହେଲେ ବାପା, ମୋ ପରି ଅନ୍ୟ ପିଲାମାନଙ୍କୁ ପରୀ କାହିଁକି ଉପହାର ଦେଉନାହାନ୍ତି? ଏକା ମୋତେ ଦେଉଛନ୍ତି ଯେ? ଆରେ ହୁଣ୍ଡା, ଏଇ କଥାଟି ବୁଝିପାରୁନୁ? ତୁ ପରା ସେଇ ପରୀର ସୁନା ପୁଅ। ଅନ୍ୟମାନେ କ'ଣ ପରୀର ପୁଅ? ତତେ ପରା ସେ ସରଗପୁରରୁ ଲୁଚେଇ ନେଇ ଆସିଛି ଏଇ ମରତପୁରକୁ। ବାପା, ମୋତେ ସେଇ ପରୀ ସହିତ ଦେଖା କରେଇ ଦିଅ, ମୁଁ ତାଙ୍କୁ ଦେଖିବି। ନିଶ୍ଚୟ ଦେଖିବୁ। ଆଉ କେତୋଟି ଜନ୍ମଦିନ ପାଳନ ପରେ ସେ ଯେତେବେଳେ ତତେ ସମ୍ବେଦନଶୀଳତାର ଉପହାର ଦେବାକୁ ଆସିବ, ତା ପରଠୁ ତୁ ତାଙ୍କୁ ପ୍ରତିଦିନ ଦେଖିପାରିବୁ। ବାପା, ତୁମେ ତ ବଡ଼ ହେଇଗଲଣି, ତୁମକୁ ତ ପ୍ରତିଦିନ ଦେଖା କରି ମୋ କଥା ପଚାରୁଥିବେ। ବାପା କିଛି ସମୟ ନୀରବ ହୋଇଗଲେ, ଆଉ ବାଷ୍ପରୁଦ୍ଧ ସ୍ୱରରେ କହିଲେ, ହଁ ରେ ଧନ। ରାତିର ଅନ୍ଧକାର ଭିତରେ ବାପାଙ୍କ ଆଖିରେ ଲୁହ ଚିକ୍ ଚିକ୍ କରୁଥିଲା କି ନାହିଁ ମୁଁ ସେଦିନ ଜାଣିପାରିନଥିଲି। ହେଲେ ଆଜି ପରିଣତ ବୟସରେ ପାଦ ଥାପିଲା ପରେ ଜାଣିପାରୁଛି, ବାପାଙ୍କର ସେଇ ପରିଜଣକ ଆଉ କେହି ନୁହେଁ, ମୋ ବୋଉ, ଯାହାର ଅସ୍ପଷ୍ଟ ଚିତ୍ର ମୋ ଆଖି ଆଗରେ ଭାସି ଉଠେ ଏବଂ ତାର ସୁନା ପୁଅ ଡାକ ମନ ଭିତରେ ପ୍ରତିଧ୍ୱନିତ ହେଉଥାଏ। ଖୁବ୍ ସୁନ୍ଦର କାହାଣୀ, ଏକ ପରୀର କାହାଣୀ। ଏହି କାହାଣୀର କଥାକାର ଥିଲେ ଆମ ସମୟର ଜଣେ ବିଶ୍ୱସ୍ତ, ଗାଳ୍ପିକ ବିଶ୍ୱସ୍ତ ଉଚ୍ଚାରଣ ଶ୍ରୀଯୁକ୍ତ ବସନ୍ତ ମାଝୀ। ଆଜିର ଏହି ଅଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ କରୁଛି। ହ୍ୟାପି ମେରି କ୍ରିସମସ୍ 2025ର ଅନେକ ଶୁଭେଚ୍ଛା, ଅଭିନନ୍ଦନ। ନୂତନ ବର୍ଷ ପାଇଁ ଅଗ୍ରିମ ଶୁଭେଚ୍ଛା ଓ ଅଭିନନ୍ଦନ। ଧନ୍ୟବାଦ।